ଜହନ ପୁସ୍ତକ ସହ ପର୍ବ ଏକ ପଦରୁ 15 ପଦ ଯାଏଁ ପଢିବା। ଏଥି ଉତ୍ତାରେ ଯୀଶୁ ଗାଲିଲି ସମୁଦ୍ର ଅର୍ଥାତ୍ ତିବିରିଆ ସମୁଦ୍ର ଆର ପାରିକି ଗଲେ। ଆଉ ସେ ରୋଗୀମାନଙ୍କ ପ୍ରତି ଯେ ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ସେହି ସବୁ ଦେଖି ବହୁ ସଂଖ୍ୟକ ଲୋକ ତାହାଙ୍କ ପଶ୍ଚାତ ଗମନ କରିବାକୁ ଲାଗିଲେ। ସେଥିରେ ଯୀଶୁ ପର୍ବତ ଉପରକୁ ଯାଇ ଆପଣା ଶିଷ୍ୟମାନଙ୍କ ସହିତ ସେଠାରେ ବସିଲେ। ସେତେବେଳେ ଯିହୁଦୀମାନଙ୍କ ମାନଙ୍କ ନିସ୍ତାର ପର୍ବ ନିକଟବର୍ତ୍ତୀ ଥିଲା। ପୁଣି ଯୀଶୁ ଦୃଷ୍ଟିପାତ କରି ବହୁ ସଂଖ୍ୟକ ଲୋକଙ୍କୁ ଆପଣା ନିକଟକୁ ଆସିବା ଦେଖି ଫିଲିପଙ୍କୁ କହିଲେ, "ଏ- ଏମାନଙ୍କର ଭୋଜ ନିମନ୍ତେ ଆମମାନେ କେଉଁଠାରୁ ରୋଟି ଆଣିବା କିଣିବା?" କିନ୍ତୁ ସେ ତାହାଙ୍କୁ ପରୀକ୍ଷା କରିବା ଉଦ୍ଦେଶ୍ୟରେ ଏହା କହିଲେ, କାରଣ ସେ କ'ଣ କରିବାକୁ ଯାଉଅଛନ୍ତି ତାହା ସେ ନିଜେ ଜାଣିଥିଲେ। ଫିଲିପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ 100 ଟଙ୍କାର ରୋଟି ଯଥେଷ୍ଟ ନୁହେଁ? ସିମୋନ ପିତରଙ୍କର ଭ୍ରାତା ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, ତାହା ପାଖରେ ଜବର 5ଟି ରୋଟି ଓ 2ଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କ'ଣ ହେବ? ଯୀଶୁ କହିଲେ, ଲୋକ ସମୂହକୁ ବସାଅ। ସେ ସ୍ଥାନରେ ବହୁତ ଘାସ ଥିଲା। ଏଣୁ ସଂଖ୍ୟାରେ ପ୍ରାୟ 5,000 ପୁରୁଷ ବସିଲେ। ସେଥିରେ ଯୀଶୁ ସେହି ରୋଟି ଘେନି ଧନ୍ୟବାଦ ଦେଇ ବସିଥିବା ଲୋକଙ୍କୁ ତାହା ବାଣ୍ଟି ଦେଲେ। ସେହି ପ୍ରକାର ମାଛ ମଧ୍ୟ ବାଣ୍ଟି ଦେଲେ। ସେମାନେ ଯେତେ ଚାହିଁଲେ ସେତେ ଦେଲେ। ଆଉ ସେମାନେ ପରିତୃପ୍ତ ହୁଅନ୍ତେ ସେ ଆପଣା ଶିଷ୍ୟମାନେ କହିଲେ, ଯେପରି କିଛି ନଷ୍ଟ ନ ହୁଏ, ଏଥି ନିମନ୍ତେ ବଳିଥିବା ଭଙ୍ଗା ଖଣ୍ଡ ଗୁଡ଼ିକ ଏକାଠି କର। ସେଥିରେ ସେମାନେ ସେସବୁ ଏକାଠି କଲେ। ପୁଣି ଲୋକମାନଙ୍କର ଖାଇବା ପରେ ଜବର ସେହି 5 ରୋଟିରୁ ଯେଉଁ ଭଙ୍ଗା ଖଣ୍ଡଗୁଡ଼ିକ ବଳିଥିଲା, ସେଥିରେ ସେମାନେ 12 ଟୋକାଇ ପୂର୍ଣ୍ଣ କଲେ। ଏଣୁ ଲୋକମାନେ ତାହାଙ୍କ କୃତ ଆଶ୍ଚର୍ଯ୍ୟ କର୍ମ ଦେଖି କହିବାକୁ ଲାଗିଲେ, ଜଗତକୁ ଯେଉଁ ଭାବବାଦୀଙ୍କର ଆଶୀର୍ବାଦ ଥିଲା, ଏ ନିଶ୍ଚୟ ସେହି। ଅତଏବ ସେମାନେ ଆସି ରାଜା ରାଜା କରିବା ନିମନ୍ତେ ଯେ ତାହାଙ୍କୁ ବଳପୂର୍ବକ ଧରିବାକୁ ଉଦ୍ୟତ ଅଟନ୍ତି, ଏହା ଜାଣି ଯୀଶୁ ପୁନର୍ବାର ଅନ୍ତର ହୋଇ ଏକାକୀ ପର୍ବତକୁ ବାହାରିଗଲେ। ଏ ଜହନ ପୁସ୍ତକ 6 ପର୍ବ ଯେତେବେଳେ ଆମେ ଦେଖିବା, ଏଠି ଦୁଇ ପ୍ରକାର ଛବି ଅଛି। ଆ, ଗୋଟେ ହଉଛି ଫିଲିପର ଛବି, ଆଉ ଗୋଟେ ହଉଛି ଆନ୍ଦ୍ରିୟର ଛବି। ତ ଫିଲିପ ଆନ୍ଦ୍ରିୟ ହଉଛନ୍ତି ଯୀଶୁଙ୍କର ଶିଷ୍ୟମାନେ। ତ ଏମାନେ ଯୀଶୁଙ୍କର ଅନୁଗମନ କରୁଛନ୍ତି। ଆଉ ଏମାନଙ୍କ ସହିତ 5,000 ଲୋକ ଯୀଶୁଙ୍କ ପଛରେ ଯାଉଛନ୍ତି। ତ ଯୀଶୁଙ୍କ ପଛରେ ଯେତେବେଳେ 5,000 ଲୋକ ଯାଉଛନ୍ତି, ତ ଯୀଶୁ ଦେଖିଲେ ଯେ ବହୁ ସଂଖ୍ୟକ ଲୋକ ତାହାଙ୍କର ଅନୁଗମନ କରୁଛନ୍ତି। ସେଥିପାଇଁ ଯୀଶୁ କହିଲେ, ଆଉ ଏମାନଙ୍କୁ ବସାଅ, ଆଉ ମୁଁ ଖାଇବାକୁ ଦେବି ବୋଲି କହିଲେ। ତ ସେ ସମୟରେ ଫିଲିପ ଯେତେବେଳେ ଦେଖିଲା, ଆଉ ଫିଲିପ ପ୍ରକୃତିରେ ତର୍କ ବିତର୍କ କରୁଛି ନିଜ ହୃଦୟରେ, ତ ଆମ ପାଖରେ ଖାଦ୍ୟ ବି ନାହିଁ, ଏତେ ଲୋକଙ୍କ ପାଇଁ ଆମେ କୁଆଡୁ ଖାଦ୍ୟ ପ୍ରକୃତିରେ ଆଣିବା? 100 ଟଙ୍କାର ରୋଟି କ'ଣ ଯଥେଷ୍ଟ ହବ କି ବୋଲି ପ୍ରଶ୍ନ କରୁଛି। ତ ଫିଲିପ ପ୍ରକୃତରେ କାହିଁକି ପ୍ରକୃତରେ ସେ ଡରୁଛି? ଏଁ? ଯଦି ସେ ଲୋକଙ୍କୁ ବସ ବୋଲି କହିବ, ତ ତାଙ୍କ ପାଖରେ ଯେତିକି ଅଛି ସେତିକି ଦେଇକି ଯଦି ସେଟା ହବ ନାହିଁ ସଫିସିଏଣ୍ଟ, ତେବେ ଫିଲିପ ପ୍ରକୃତିରେ ଏଇଟା ଲଜ୍ଜାକର ବିଷୟ ବୋଲି ମନେ କରୁଛି। ସେଥିପାଇଁ ଫିଲିପର ହୃଦୟକୁ ଦେଖିଲେ ଯୀଶୁ ଯାହା ମଧ୍ୟ କହୁଛନ୍ତି ଫିଲିପ ହୃଦୟରେ ଗ୍ରହଣ ନ କରିବାର ହୃଦୟ ପ୍ରକୃତିରେ ଅଛି। ସେଥିପାଇଁ ଫିଲିପ କହୁଛନ୍ତି 7 ପଦରେ, ଫିଲିପ ତାହାଙ୍କୁ ଉତ୍ତର ଦେଲେ, ପ୍ରତ୍ୟେକ ଜଣ ଟିକିଏ ପାଇବା ପାଇଁ ଏମାନଙ୍କ ନିମନ୍ତେ 100 ଟଙ୍କାର ରୋଟି ଯଥେଷ୍ଟ ନୁହେଁ? ତାମାନେ ଇଏ ଯୋଉଟା ଦେଖୁଛି, ଇଏ ସେତିକି ହିଁ ଦେଖିକି ପ୍ରକୃତିରେ ସେ ଯାହା ଦେଖୁଛି ସେତିକି ହିଁ ଦେଖୁଛି ସେ। କିନ୍ତୁ ଯୀଶୁ ଯୋଉ କହୁଛନ୍ତି, ଯୀଶୁ ଯୋଉଟା କହିଲେ ଫିଲିପ ଆନ୍ଦ୍ରିୟକୁ, ଏମାନଙ୍କୁ ବସାଅ ଘାସରେ, ମୁଁ ଏମାନଙ୍କୁ ଖାଇବାକୁ ଦେବି କହିକି, ତାର ଅର୍ଥ ଯୀଶୁ ସେମାନଙ୍କୁ ପରୀକ୍ଷା କରୁଛନ୍ତି। ଲେଖା ହେଇଛି ସେ କ'ଣ କରିବା ପାଇଁ ଯାଉଛନ୍ତି ସେ ନିଜେ ଜାଣିଛନ୍ତି ଲେଖା ହେଇଛି।
ତ ଆକ୍ଚୁଆଲି ଗସ୍ପେଲ ପ୍ରଚାର କରିବାଟା ଆମ ଦ୍ୱାରା କିଛି ହବ ନାହିଁ, କି ପରିତ୍ରାଣ ପାଇବାଟା ମଧ୍ୟ ଆମମାନଙ୍କ ଦ୍ୱାରା ହବ ନାହିଁ, ପାପ କ୍ଷମା ପାଇବାଟା ଆମ ଦ୍ୱାରା ହବ ନାହିଁ, କିନ୍ତୁ ଯୀଶୁଙ୍କ ଦ୍ୱାରା ହବ ନା ହବ ନାହିଁ। ଆମ ଦ୍ୱାରା ଯୋଉଟା ହବ ନାହିଁ ସେଟା ଯୀଶୁଙ୍କ ଦ୍ୱାରା ହେଇପାରିବ। ସେଥିପାଇଁ ଆମେ ଯେତେବେଳେ ଯୀଶୁଙ୍କ ଭିତରେ ଅଛୁ, ଆମେ ସବୁ ପ୍ରଭୃତିରେ କରିପାରବା ଲୋକ। ଆମ ପାଖରେ ଆମକୁ ସେତିକି ପରମେଶ୍ୱର ସକ୍ଷମ କରିଅଛନ୍ତି। ଆମେ ଯେତେବେଳେ ଦେଖିବା କହିଲେ ବାକ୍ୟ ଅନୁସାରେ, ତେବେ ଆମେ ହଉଛୁ ଜଣେ ଜଣେ ଲୋକ ସକ୍ଷମ ପ୍ରଭୃତିରେ ହେଇସାରିଛୁ। ପରମେଶ୍ୱର ଆମମାନଙ୍କୁ ପ୍ରଚାର କରିବା ପାଇଁ ପରଫେକ୍ଟ କରିଅଛନ୍ତି, ସ୍ୱର୍ଗ ଯିବା ପାଇଁ ମଧ୍ୟ ପରଫେକ୍ଟ କରିଅଛନ୍ତି। ଆଁ ସବୁ ସବୁ ବିଷୟରେ ଆମମାନଙ୍କୁ ପରମେଶ୍ୱର ପରଫେକ୍ଟ କରିଅଛନ୍ତି। କିନ୍ତୁ ଆମର ଚିନ୍ତାକୁ ଦେଖିଲେ, ଚିନ୍ତା କଣ କହୁଛି? ତୋ ଦ୍ୱାରା ହବ ନାହିଁ, ତୁ ଜାଣିବୁ ନାହିଁ, କଣ ପ୍ରଭୃତିରେ ପ୍ରଚାର କରିବୁ, କଣ କହିବୁ। ଆଁ? ଆମ ପାଖରେ ଚିନ୍ତା ହଉଛି ବେଶୀ ବଡ ପ୍ରଭୃତିରେ ଦେଖାଯାଉଛି। ବାକ୍ୟ ପରିବର୍ତ୍ତେ ଚିନ୍ତା ଅଧିକ କାମ କରୁଛି। କିନ୍ତୁ ଆମ ହୃଦୟରେ ଅଧିକ କଣ କାର୍ଯ୍ୟ କରିବା ଦରକାର? ବାକ୍ୟ କାମ କରିବା ଦରକାର, ବାକ୍ୟ ହୃଦୟରେ ସ୍ଥାପନ ହେବା ଦରକାର। କିନ୍ତୁ ଅଧିକ ଆମର ହୃଦୟରେ ଚିନ୍ତା ପ୍ରଭୃତିରେ ସ୍ଥାପନ ହେଉଛି। ତ ସେ କାରଣ ପାଇଁ ଆମେ ଜଣେ ଲୋକ ବାକ୍ୟ ଯେମିତି ପ୍ରଭୃତିରେ କୁହାଯାଉଛି ସେମିତି ଆମେ କେବେ ମଧ୍ୟ ଗ୍ରହଣ କରୁନୁ। ଏ ଫିଲିପର ହୃଦୟରେ ସମସ୍ୟା କଣ? ଫିଲିପର ଜୀବନରେ ସମସ୍ୟା କଣ? ସମସ୍ୟା ଏଇଟା ନାହିଁ କି ତାଙ୍କ ପାଖରେ ରୁଟି ନାହିଁ, କି ତାଙ୍କ ପାଖରେ ମାଛ ନାହିଁ, ଲୋକ ଅଧିକ ସଂଖ୍ୟାରେ ଅଛନ୍ତି, ସେଇଟା ସମସ୍ୟା ନାହିଁ। କିନ୍ତୁ ଫିଲିପ ପ୍ରଭୃତିରେ ଯୀଶୁ କହିବା ଲେଭେଲ ଅନୁସାରେ ସେ କେବେ ମଧ୍ୟ ଯାଇପାରୁନାହିଁ। ତ ଯୀଶୁ ଯାହା କହୁଛନ୍ତି, ଇଏ ନିଜ ଦୃଷ୍ଟିକୋଣରେ ପ୍ରକୃତିରେ ଏ, ଦେଖୁଛି। ସେଥିପାଇଁ ସେ ନିଜର ଚିନ୍ତା ଅନୁସାରେ ପ୍ରକୃତରେ ତର୍କ ବିତର୍କ କରୁଛି ଯୀଶୁଙ୍କୁ। ଏତେ ଲୋକଙ୍କ ପାଇଁ କୁଆଡୁ ଆଣବା, 100 ଟଙ୍କାର ରୋଟି କଣ ଯଥେଷ୍ଟ କି ବୋଲି କହୁଛି। ତ ସତରେ ଏ ଜାଗାରେ ଏ ଫିଲିପର ହୃଦୟ, ଯଦ୍ୟପି ଏ ଫିଲିପ ଜଣେ ଯୀଶୁଙ୍କର ଅନୁଗମନ କରୁଛନ୍ତି, ଯୀଶୁଙ୍କ ପଛରେ ଯାଉଛନ୍ତି, କିନ୍ତୁ ଫିଲିପର ମନ, ଫିଲିପର ହୃଦୟକୁ ଦେଖିଲେ ଯୀଶୁଙ୍କ ପଛରେ ନାହିଁ ଆଗ। ସେଥିପାଇଁ ଯୀଶୁଙ୍କ ପଛରେ ଯେହେତୁ ନାହିଁ, ଏଁ, ଯୀଶୁଙ୍କ ଭିତରେ ଯେହେତୁ ନାହିଁ, ତ ଫିଲିପ ପ୍ରକୃତରେ ବାଧ୍ୟ ସେ ଅବିଶ୍ୱାସର କଥା କହିବା ପାଇଁ। କିନ୍ତୁ ଆନ୍ଦ୍ରିୟକୁ ଯଦି ଆମେ ଦେଖିବା କହିଲେ, ଆନ୍ଦ୍ରିୟ ହଉଛି ଫିଲିପ ଠାରୁ ଟିକେ ଭିନ୍ନ। ତ ଏ ଜାଗାରେ ଆନ୍ଦ୍ରିୟ ପ୍ରକୃତରେ କଣ କହିଲେ? 8 ପଦରେ, ସିମନ ପିତରଙ୍କର ଭ୍ରାତା ଆନ୍ଦ୍ରିୟ ନାମକ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ତାହାଙ୍କୁ କହିଲେ, ଏଠାରେ ଜଣେ ବାଳକ ଅଛି, ତାହା ପାଖରେ ଜବର 5ଟି ରୋଟି 2ଟି ଭଜା ମାଛ ଅଛି, କିନ୍ତୁ ଏତେ ଲୋକଙ୍କ ପାଇଁ ତାହା କଣ ହବ? ଯୀଶୁ କହିଲେ, ଲୋକ ସମୂହକୁ ବସା। ସେ ସ୍ଥାନରେ ବହୁତ ବହୁତ ଘାସ ଥିଲା, ତେଣୁ ସଂଖ୍ୟାରେ ପ୍ରାୟ 5,000 ପୁରୁଷ ବସିଲେ। ତ ସଂଖ୍ୟାରେ 5,000 ପୁରୁଷ ବସିଲେ, ତ 5ଟା ରୁଟି 2ଟା ମାଛ ଯଥେଷ୍ଟ 5,000 ଲୋକ ଖାଇକି ବଳିବା। ସେଥିପାଇଁ ଯୀଶୁ ଯେତେବେଳେ ଲୋକଙ୍କୁ ଖାଇବାକୁ ଦେଲେ, ଏ ଯଥେଷ୍ଟ ଥିଲା ସେ 5ଟା ରୁଟି ଆଉ 2ଟା ମାଛ। ଖାଇକି ମଧ୍ୟ ସେମାନଙ୍କ ପାଖରେ 12 ଟୋକେଇ ବଳିଲା ଲେଖା ହେଇଛି। ତ 12 ଟୋକେଇ ବଳିଲା ମାନେ ଏଟା କୁଆଡେ ଥିଲା, କୋଉ ଜାଗାରେ ଥିଲା? ଯୀଶୁଙ୍କ ବାକ୍ୟ ବାକ୍ୟ ଭିତରେ ପ୍ରକୃତରେ ଥିଲା। ଯୀଶୁ ଯୋଉ ବାକ୍ୟ କହିଲେ ସେମାନଙ୍କୁ, ମୁଁ 5,000 ଲୋକ ପ୍ରକୃତରେ ଖାଇବାକୁ ଦେବି, ତ ସେ ଗୋଟେ ବାକ୍ୟରେ 5,000 ଖାଇକି ବଳିବାର ଖାଦ୍ୟ ପ୍ରକୃତରେ ଥିଲା। ସେଥିପାଇଁ ଆମେ ପରିତ୍ରାଣ ପାଇଲୁ, ଆମେ ହଉଛି ସକ୍ଷମ କରାଯାଇଛୁ ସନ୍ଡେ ସ୍କୁଲରେ ଟିଚର ଭାବରେ, ଆଁ, ପ୍ରଚାର କରିବା ପାଇଁ ମଧ୍ୟ, ଆତ୍ମିକ ଜୀବନ ବଞ୍ଚିବା ପାଇଁ ମଧ୍ୟ ଆମେ ଜଣେ ଲୋକ ସକ୍ଷମ ଅଟୁ। କିନ୍ତୁ ଆମର ଚିନ୍ତା କଣ କହୁଛି? ନାଇଁ, ତୋ ଦ୍ୱାରା ହବ ନାହିଁ, ଆଁ, ତୁ ସିଦ୍ଧ ନାହିଁ, ଉଁ, ତୁ କରିପାରିବୁ ନାହିଁ। ତ ଆମର ଚିନ୍ତାକୁ ଦେଖିଲେ ଆମେ କେବେ ମଧ୍ୟ ଆଗକୁ ବଢିବା ପାଇଁ ଚାହୁଁନୁ। ତ ସେଠି ଆମେ ଯଦି ଦେଖିବା କହିଲେ, ଅ ମେଣ୍ଢାର ଦୃଷ୍ଟିକୋଣକୁ ଯଦି ଆମେ ଚିନ୍ତା କରିବା, ତ ଗୋଟେ ମେଣ୍ଢାର ଦୃଷ୍ଟିକୋଣ କେତେ, ସେ କେତେ ଦୂର ପ୍ରକୃତିରେ ଦେଖିପାରିବ? ସେ 3 ମିଟର ଅଧିକ ଦେଖିପାରୁନାହିଁ। ତ 3 ମିଟର ମାନେ ପାଖାପାଖି 10 ଫୁଟ। ତ 10 ଫୁଟରୁ ଅଧିକ ଦୂରରେ କଣ ଅଛି, ତ ସେ କେବେ ବି ଦେଖିପାରିବ ନାହିଁ। କିନ୍ତୁ ଏ ଉଁ, ମେଣ୍ଢାକୁ ମାନେ ଚରେଇବା ଲୋକ ଜଣେ ଅଛନ୍ତି, ଯାହାକୁ ଆମେ ପ୍ରକୃତରେ
ମେଷପାଳକ ବୋଲି କହୁଛୁ କିମ୍ବା ଗୌଡ଼ ବୋଲି ପ୍ରକୃତରେ କହୁଛୁ। ତ ମେଷପାଳକ ପ୍ରକୃତରେ ଦେଖିପାରିବେ 10 ଫୁଟ ପରେ କଣ ପ୍ରକୃତରେ ଅଛି। ସେଥିପାଇଁ ଯିଏ କହୁଛନ୍ତି ତ ତାଙ୍କ ପାଖରେ ବିଶ୍ୱାସ ଅଛି। ଉଁ, ମୁଁ 5,000 ଲୋକ ଖାଇବା ପାଇଁ ଦେବା ପାଇଁ ମୁଁ ସକ୍ଷମ ଅଟେ ବୋଲି। ସେଥିପାଇଁ ଆମର ଲାଇଫରେ ଯଦି ଆମେ ଦେଖିବା କହିଲେ ହଁ, ସତରେ ପରମେଶ୍ୱର ଆମମାନଙ୍କୁ ବୁଦ୍ଧି କରିବା ପାଇଁ ଚାହୁଁଛନ୍ତି ସୁଷମାଚାର ଭିତରେ। ପରମେଶ୍ୱର ଆମମାନଙ୍କୁ ନିଜର କେନ୍ଦ୍ର ଠାରୁ ଆମମାନଙ୍କୁ ବାହାର କରୁଛନ୍ତି। ଆମେ ଯେତେବେଳେ ନିଜର କେନ୍ଦ୍ରବିନ୍ଦୁ ଠାରୁ ବାହାରିକି ଆସିବୁ ତ ସେ ସମୟରେ ଆମେ ଜଣେ ଲୋକ ଜାଣିବୁ ହଁ 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 ମୁଁ ସବୁ କରିପାରବା ଲୋକ ବୋଲି ଦେଖିପାରବ। ସେଠି ଗୋଟେ ବାକ୍ୟ ଅଛି, ଟିକେ ଆପଣମାନେ କାଢନ୍ତୁ। ରୋମୀୟ ପୁସ୍ତକ 10 ପର୍ବର ବାକ୍ୟ କାଢନ୍ତୁ। ରୋମୀୟ ପୁସ୍ତକ 10 ପର୍ବ 13 ପଦ ପଢିବା। କାରଣ ଯେ କି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପ୍ରାପ୍ତ ହେବ। ତ ପରିତ୍ରାଣ ପାଇବାଟା କଷ୍ଟ କି ନା ବେଶୀ ସହଜ? ଯିଏ ପ୍ରଭୁଙ୍କ ନାଁ ଧରିକି ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ ଲେଖା ହେଇଛି। ଏଁ? କିନ୍ତୁ ଲୋକଙ୍କ ଦୃଷ୍ଟିରେ କେମିତି? ନାଇଁ, ପରିତ୍ରାଣ ପାଇବା ପାଇଁ ଟିକେ ବ୍ୟବସ୍ଥା ପାଳନ କରିବା ଦରକାର, ବ୍ୟବସ୍ଥା ମାନିବାକୁ ପଡିବ। ଏଁ? ଦୋଷ ଆଜ୍ଞା ଟିକେ ଘୁଷିଲେ ହବ। ସେଥିପାଇଁ ଲୋକଙ୍କର ଚିନ୍ତାଧାରା ହଉଛି ସେମିତି। କିନ୍ତୁ ବାକ୍ୟ କଣ କହୁଛି? କାରଣ ଯେକି ପ୍ରଭୁଙ୍କ ନାମ ଧରି ପ୍ରାର୍ଥନା କରିବ ସେ ପରିତ୍ରାଣ ପାଇବ ଲେଖା ହେଇଛି। ତ ପରିତ୍ରାଣ ପାଇବାଟା ମନୁଷ୍ୟ ପାଇଁ ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ପାଇଁ ସମସ୍ତ ବିଷୟ ସାଧ୍ୟ ଲେଖା ହେଇଛି। ତାମାନେ ଈଶ୍ୱର ସବୁ ବିଷୟ କରିପାରିବେ। ପରମେଶ୍ୱର ଯେତେବେଳେ ଆଦମକୁ ସୃଷ୍ଟି କଲେ, ଆଦମକୁ ଖାଲି ସୃଷ୍ଟି କଲେ ସେମିତି ନାହିଁ, ଆଦମକୁ ସବୁ ଜ୍ଞାନ ଦେଇଥିଲେ। ସେଥିପାଇଁ ଆଦମ ଯୋଉ ପଶୁ ପକ୍ଷୀ ମାନଙ୍କୁ ଯୋଉଟା ନାଁ ଦେଲେ ସେଇଟା ହେଲେ। ଚଢେଇକୁ ଚଢେଇ ବୋଲି କହିଲେ ଚଢେଇ ହେଇଗଲା। ଆଁ ଗଧକୁ ଗଧ ବୋଲି କହିଲାକୁ ଗଧ ହେଇଗଲା। ଘୋଡାକୁ ଘୋଡା ବୋଲି କହିଲାକୁ ଘୋଡା ହେଇଗଲା। ଆଁ? ପାଣିରେ ବଞ୍ଚୁଥିବା ମାଛ ମାନଙ୍କୁ ଆଦମ ନାଁ ଦେଇଥିବେ, ମାଛ ହଉ ବୋଲି କହିଲାକୁ ମାଛ ହେଲା। ପୂର୍ବରୁ କିଛି ନାଁ ନଥିଲା, କିନ୍ତୁ ପରମେଶ୍ୱର ଆଦମକୁ ନାଁ ଦେବା ପାଇଁ ମଧ୍ୟ ତାଙ୍କୁ ଜ୍ଞାନ ବୁଦ୍ଧି ଦେଇଥିଲେ। ସେଥିପାଇଁ ଆଦମ ଯୋଉ ପଶୁ ପକ୍ଷୀକୁ ଯୋଉ ନାଁ ଦେଲେ ସେ ନାଁ ହେଲା ଲେଖା ହେଇଛି। ସେଥିପାଇଁ ପରମେଶ୍ୱର ଆମକୁ ଖାଲି ପରିତ୍ରାଣ ଦେଲେ କି ଆମମାନଙ୍କୁ ମଣ୍ଡଳୀ ଭିତରକୁ ଖାଲି ଆଣିଲେ ସେମିତି ନାହିଁ। ପରମେଶ୍ୱର ମଣ୍ଡଳୀ ଭିତରକୁ ଆଣିବା ପୂର୍ବରୁ ଆମମାନଙ୍କୁ ସବୁ କିଛି ଦେଇ ସାରିଅଛି। ଯେମିତି ସେ ବତ୍ସଲ୍ୟ ଅହଲ୍ୟା ଯେମିତି ସେମାନଙ୍କ ପାଖରେ ଜ୍ଞାନ ନଥିଲା, କିନ୍ତୁ ପରମେଶ୍ୱରଙ୍କ ଜ୍ଞାନ ବୁଦ୍ଧି ନେଇକି ସେମାନେ ସବୁ ବିଷୟ ତିଆରି ପ୍ରକୃତିରେ କଲେ। ସମାଗମ ତମ୍ବୁରେ ଯାହା ମଧ୍ୟ ଆବଶ୍ୟକ ହେଲା, ମାନେ ସବୁ ବିଷୟ ପ୍ରକୃତିରେ ତିଆରି କଲେ। ତ ଏମାନଙ୍କ ପାଖରେ ଜ୍ଞାନ କୋଉଠୁ ଆସିଲା? ବୁଦ୍ଧି କିଏ ଦେଲେ? ଯୋଉ ପରମେଶ୍ୱର କହିଲେ ସେ ପରମେଶ୍ୱର ସେମାନଙ୍କୁ ଦେଲେ। ସତରେ ଆଜି ମଧ୍ୟ ଆମକୁ କୋଉ ପରମେଶ୍ୱର କହିଛନ୍ତି? ଏଁ? ନାଇଁ, ତମେ ସଣ୍ଡେ ସ୍କୁଲର ଟିଚର କି ତମେ ପ୍ରଚାର ଯାଅ। ଏଇଟା କିଏ ଦେଇଛି? ପରମେଶ୍ୱର ଦେଇଛନ୍ତି। ତ ପରମେଶ୍ୱର ଯଦି ଦେଇଛନ୍ତି ତ ପରମେଶ୍ୱର ଅଛନ୍ତି ସକ୍ଷମ ଅଟନ୍ତି ସେ ଆମମାନଙ୍କୁ ପ୍ରକୃତରେ ସବୁ ବିଷୟରେ ପ୍ରକୃତରେ କଣ ପାରଙ୍ଗମ କରିଅଛନ୍ତି। ଯଦି ଆମେ ପରମେଶ୍ୱରଙ୍କ ଭିତରେ ଯଦି ଦେଖିବା କହିଲେ ଆମେ ହଉଛୁ ଜଣେ ଲୋକ ସବୁ ବିଷୟ କରିପାରବା ଲୋକ। ସେଥିପାଇଁ ରୋମୀୟ ପୁସ୍ତକ 8 ପର୍ବର ଯଦି ଦେଖିଲେ 8ର 37 ପଦରେ କଣ ଲେଖା ହେଇଛି? ତଥାପି ଯେ ଆମମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ଆମମାନେ ଏହି ସମସ୍ତ ବିଷୟରେ ସର୍ବତଃ ଭାବେ ବିଜୟୀ ଅଟୁ। ତ ଆମେ କି ଲୋକ? ବିଜୟୀ ମାନେ ଜିତିଥିବା ଲୋକ। ସର୍ବତଃ ଭାବରେ ବିଜୟ ଅଟୁ ଲେଖା ହେଇଛି। ଏମିତି ନାହିଁ ଆମେ ଗୋଟେ ଜାଗାରେ ଖାଲି ଜିତିଛୁ ସେମିତି ନାହିଁ, ଆମେ ସବୁ ଜାଗାରେ ଜିତିଥିବା ଲୋକ ଲେଖା ହେଇଛି। ତ ଜିତିଥିବା ଲୋକ କେମିତି ପ୍ରକୃତିରେ ବଞ୍ଚିବ? ଏଁ? ମୁଁ ଜିତିଥିବା ଲୋକ ମାନେ ସେ ଖୁସିରେ ବଞ୍ଚିବ, ଆଶାରେ ବଞ୍ଚିବ। ସେଥିପାଇଁ ବାଇବଲ କହୁଛି ତଥାପି ଯେ ଆମମାନଙ୍କୁ ପ୍ରେମ କଲେ ତାହାଙ୍କ ଦ୍ୱାରା ଆମମାନେ ଏହି ସମସ୍ତ ବିଷୟରେ ସର୍ବତଃ ଭାବେ ବିଜୟୀ ଅଟୁ ଲେଖା ହେଇଛି। 38 ପଦ ଦେଖିଲେ କାରଣ ମୃତ୍ୟୁ କି ଜୀବନ, ଦୂତ କି କର୍ତ୍ତାପଣ, ବର୍ତ୍ତମାନ କି ଭବିଷ୍ୟତ କି ପରାକ୍ରମ, ଉଚ୍ଚସ୍ଥ ବିଷୟ କି ନିଚସ୍ଥ ବିଷୟ କି ଅନ୍ୟ କୌଣସି ବସ୍ତୁ ସୃଷ୍ଟ ବସ୍ତୁ ଆମମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ପ୍ରକାଶିତ ଈଶ୍ୱରଙ୍କ ପ୍ରେମରୁ ଯେ ଆମମାନଙ୍କୁ ବିଚ୍ଛିନ୍ନ ପାରିବ ନାହିଁ ଏହା ମୁଁ ନିଶ୍ଚୟ ଜାଣେ। ସେଥି ଆମକୁ କିଏ ମଧ୍ୟ ପ୍ରକୃତିରେ ଅଲଗା କରିପାରିବ ନାହିଁ।
ସେଠି ଜଣେ ବି ଲୋକ ନାହାନ୍ତି ଯିଏକି ଆମକୁ ପ୍ରଭୁଙ୍କ ଠାରୁ ଅଲଗା କରିପାରିବ। ଆମେ ସର୍ବତଃ ଭାବରେ ବିଜୟ ହେଇଥିବା ଲୋକ ଲେଖା ହେଇଛି। ଏଁ? ଏ 9 ପର୍ବର 16 ପଦରେ କଣ ଲେଖା ହେଇଛି? ଅତଏବ ଯେ ଇଚ୍ଛା କରେ କିମ୍ବା ଯେ ଚେଷ୍ଟା କରେ ତାହାଠାରୁ ଏହା ହୁଏ ନାହିଁ, ମାତ୍ର ଦୟାଳୁ ଈଶ୍ୱରଙ୍କ ଠାରୁ ହୁଏ। ସେଥିପାଇଁ ଦୟା କୋଉଠୁ ଆଇବା ଦରକାର? ଏଁ? ଦୟା କୋଉଠୁ ଆଇବା ଦରକାର? ଈଶ୍ୱରଙ୍କ ଠାରୁ ଆଇବା ଦରକାର ଲେଖା ହେଇଛି। ଜଣେ ଇଚ୍ଛା କରିବା ଦ୍ୱାରା ବି ହବ ନାହିଁ, କି ଚେଷ୍ଟା କରିବା ଦ୍ୱାରା ବି ହବ ନାହିଁ, କିନ୍ତୁ ଦୟା ଈଶ୍ୱରଙ୍କ ଠାରୁ ଆସେ ଲେଖା ହେଇଛି। ସେଥିପାଇଁ ଯେଣୁ ଶାସ୍ତ୍ର ଫାରଙ୍କୁ କହେ, ଆମ୍ଭେ ଯେପରି ତୁମ୍ଭଠାରୁ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହି ଅଭିପ୍ରାୟରେ ତ ଆମ୍ଭେ ତୁମ୍ଭକୁ ଉତ୍ଥାପନ କଲୁ। ତ ଏ ଜାଗାରେ ପରମେଶ୍ୱର ଫାରଙ୍କୁ କଣ କହୁଛନ୍ତି? ଏ ଶାସ୍ତ୍ର କଣ କହୁଛି ଫାରଙ୍କୁ? ହୁଁ? ତୁମ୍ଭଠାରୁ ଆମ୍ଭର ଶକ୍ତି ଦେଖାଅ, ଆମ୍ଭେ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ। ତ ପରମେଶ୍ୱର ଫାରଙ୍କ ପ୍ରକୃତିରେ କୋଉ ସମୟରେ ଦେଖେଇଲେ? ମଶାଙ୍କ ସମୟରେ। ମଶା ପ୍ରକୃତିରେ ଗଲେ ଆଉ ନିଜର ଲୋକକୁ ଦିଅ ଫେରାଅ ବୋଲି ମାଗିଲେ। ମଶା ବହୁତ ବଳ ପ୍ରୟୋଗ କରିକି ରଖିବା ପାଇଁ ଚେଷ୍ଟା କଲେ। କିନ୍ତୁ ମଶା ଫାଇଟିଂ କଲେ। ମଶା କେମିତି ଫାଇଟିଂ କଲେ? ସେ ଆଶ୍ଚର୍ଯ୍ୟ କର୍ମ 10ଟା ଆଶ୍ଚର୍ଯ୍ୟ କର୍ମ ପ୍ରକୃତିରେ ଦେଖେଇଲେ। ତ ମଶା ପ୍ରକୃତିରେ ପୁରା ଡରିଗଲେ। ସରି, ଫାର ପ୍ରକୃତିରେ ଡରିଗଲେ। ହୁଁ। ନାଇଁ ନାଇଁ, ମୁଁ ଯଦି ଫେରେଇବି ନାହିଁ, କାଳେ ପରମେଶ୍ୱର ମତେ ମାରିଦେବେ। ସେଥିପାଇଁ ମଶା ମଧ୍ୟ ଫାର ମଧ୍ୟ ପୁରା ଡରିଗଲେ, ଆଉ ତମର ଲୋକକୁ ତମେ ନିଅ ବୋଲି ପ୍ରକୃତିରେ କହିଲେ। ଯେତେବେଳେ ଇସ୍ରାଏଲ ଲୋକମାନେ ବାହାରିକି ଆସିଲେ, ସେମାନେ ଫାରଙ୍କ ପ୍ରକୃତିରେ କଣ ମାଗିଲେ? ସୁନା ରୂପା ସବୁ ମାଗିକି ଆଇଲେ। ପରମେଶ୍ୱର କହିଲେ ତମେ ମାଗ କହିକି। ତ କୋଉ ଲୋକ ଏ ପ୍ରକାର ପ୍ରକୃତିରେ ମାଗି ପାରିବ? ଉଁ? ଯୋଉ ଲୋକ ଘରେ ପ୍ରକୃତିରେ ଭେଟି କର୍ମ କଲା ପରି ସେମାନେ ବଞ୍ଚୁଛନ୍ତି, ତ ସେ ଲୋକ କିଏ ମାଗି ପାରିବ? ନିଜର ମାଲିକ ଥିବ ସେ ମାଲିକକୁ ଯାଇକି ତମର ସୁନା ଦେ, ରୂପା ଦେ, ଆମେ ଆଜି ଏଠୁ ଆଉ ତମ ଦେଶରେ ରହିବୁ ନାହିଁ, ଆମେ ଫେରୁଛୁ ଆମ ଦେଶକୁ କହିକି ମାଗିଲା ବେଳକୁ କିଏ ପ୍ରକୃତରେ ଦେବ? କିନ୍ତୁ ଇସ୍ରାଏଲ ଲୋକ ଯେତେବେଳେ ମାଗିଲେ, ପରମେଶ୍ୱର ନାହିଁ କି ଦେଲେ ସେ ସମୟରେ। ମଶା ଫାର ପ୍ରକୃତରେ ସବୁ କିଛି ପ୍ରକୃତରେ ଫାରଙ୍କ ଦ୍ୱାରା ପରମେଶ୍ୱର ପ୍ରକୃତରେ ସବୁ ଦେଲେ। ତ ସେ ବିଷୟ ସବୁ ସେମାନେ ଯେତେବେଳେ ଧରିକି ଆଇଲେ, ଯାହା ସେମାନେ ଧରିକି ଆସିଲେ ପରବର୍ତ୍ତୀ ସମୟରେ ସବୁ ସାମଗ୍ରୀ, ଆଁ, ସମାଗମ ତମ୍ବୁ ଯେତେବେଳେ ତିଆରି ହେଲା, ସେ ସମୟରେ ଯେତେ ଦୀପ ରଖା, ପ୍ରକ୍ଷାଳନ ପାତ୍ର, ଯଜ୍ଞ ବେଦୀ, ନିୟମ ସିନ୍ଦୁକ, କି ଆଁ, ମହାପବିତ୍ର ସ୍ଥାନ ଯୋଉଟା ସବୁ ତିଆରି ହେଲା, ସବୁ ଜାଗାରେ ସେଇଟା ବ୍ୟବହାର ହେଇଗଲା। ବ୍ୟବହାର ହେଲା। ସେଥିପାଇଁ ଆମେ ମଧ୍ୟ ଗୋଟେ ଗୋଟେ ଚର୍ଚ୍ଚର ଅଙ୍ଗ ଆମେ। ଆମର ମସ୍ତକ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ସେଥିପାଇଁ ମସ୍ତକ ଯଦି ଯୀଶୁ ଖ୍ରୀଷ୍ଟ ଯଦି ମସ୍ତକ, ଆମେ ଯଦି ଅଙ୍ଗ ହେଲେ, ଆମେ ମସ୍ତକ ସହିତ ଜଡ଼ିତ ଅଛୁ। ସେଥିପାଇଁ ମସ୍ତକ ପାଖରେ ପାୱାର ଅଛି। ଆମର ହାତ ଉଠୁଛି, ହାତ ଏମିତି ଉଠୁଛି ସେମିତି ନାହିଁ। ଏ ମୁଣ୍ଡରେ ପ୍ରକୃତିରେ ଯେହେତୁ ପାୱାର ଅଛି, ସେଥିପାଇଁ ମୁଣ୍ଡ ନାଇଁକି ତାକୁ ୟାକୁ କହୁଛି ତୁ କରେ, ତୁ ହାତ ଟେକେ, ନହେଲେ ସେ ଜାଗାରେ ଯାଇକି ଛୁଏଁ, ନହେଲେ ଏଇଟାକୁ କରେ ବୋଲି ମୁଣ୍ଡ ପ୍ରକୃତିରେ ଆଦେଶ ଦଉଛି। ହାତର କିଛି ବଳ ନାହିଁ, କିନ୍ତୁ ମୁଣ୍ଡର ବଳ ଅଛି। ସେଥିପାଇଁ ଏଫିସିଓ ପୁସ୍ତକ ଟିକେ କାଢନ୍ତୁ। ଏଫିସିଓ ପୁସ୍ତକ ଏଫିସିଓ ପୁସ୍ତକ 2 ପର୍ବର 16 ପଦ ଦେଖନ୍ତୁ। 2 ପର୍ବର 16 ପଦ। ଆଉ କୃଷ ଦ୍ୱାରା ଶତ୍ରୁତା ଆଉ କୃଷ ଦ୍ୱାରା ଶତ୍ରୁତା ବିନାଶ କରି ତୋ ଦ୍ୱାରା ଉଭୟକୁ ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି। ତ ପରମେଶ୍ୱର ଆମମାନଙ୍କୁ କଣ କରୁଛନ୍ତି? ଏକ ଶରୀର ସ୍ୱରୂପ ଗଠନ କରି ଈଶ୍ୱରଙ୍କ ସହିତ ମିଳିତ କରାନ୍ତି ଲେଖାଇଛି। ତ ମୁଁ ଆଉ ଯୀଶୁ ହଉଛୁ ଏକ। ମୁଁ ଆଉ ଯୀଶୁ ଯଦି ଏକ କହିଲେ, ଯୀଶୁ ଯେମିତି କାମ କଲେ ମୁଁ ସେମିତି କାମ କରିପାରିବି। ଯୀଶୁ ଯେମିତି ପ୍ରଚାର କଲେ ମୁଁ ସେମିତି ପ୍ରଚାର କରିପାରିବି। ତ ଯୀଶୁ ଯେମିତି ଧାର୍ମିକ ଥିଲେ, ମୋ ଭିତରେ ଯୀଶୁ ଅଛନ୍ତି, ତେବେ ମୁଁ ମଧ୍ୟ ଧାର୍ମିକ ପ୍ରକୃତିରେ ହେଇପାରୁം। ସେଥିପାଇଁ ଆତ୍ମିକ ଜୀବନ ବଞ୍ଚିବାଟା କି ପାପ କ୍ଷମା ପାଇବାଟା ବେଶୀ ସହଜ। ତ ଲୋକଙ୍କୁ କାହିଁକି ଲାଗୁଛି କି ନାଇଁ ଏଇଟା ବେଶୀ କଷ୍ଟ, ମୋ ଦ୍ୱାରା ହବ ନାହିଁ, ମୁଁ କରିପାରିବି ନାହିଁ। ଲୋକଙ୍କୁ କାହିଁକି ଏମିତି ଲାଗୁଛି? ଯେହେତୁ ଲୋକ ନିଜେ କରିବା ପାଇଁ ଚାହୁଁଛନ୍ତି। ଯେମିତି ସେ ବ୍ୟବସ୍ଥା ଶାସ୍ତ୍ରଜ୍ଞ ପ୍ରଶ୍ନ କଲେ,
ଅନନ୍ତ ଜୀବନ ଅଧିକାରୀ ହେବା ପାଇଁ କଣ କରିବି ଗୁରୁ ବୋଲି ପଚାରୁଛି। ତ ଯୀଶୁଙ୍କୁ ସେ କଣ ବୋଲି ଜାଣିଛି? ଯୀଶୁଙ୍କୁ କେବେ ମଧ୍ୟ ସେ ଯୀଶୁ ଅଛନ୍ତି ଅନନ୍ତ ଜୀବନର ଅଧିକାରୀ ବୋଲି ସେ କେବେ ମଧ୍ୟ ବିଶ୍ୱାସ କରୁନାହିଁ। କିନ୍ତୁ ଯୀଶୁଙ୍କୁ ସେ କଣ ବୋଲି ବିଶ୍ୱାସ କରୁଛି? ଗୁରୁ ବୋଲି। ଗୁରୁ ମାନେ ଟିଚର। ଓଡ଼ିଆରେ ହଉଛି ଗୁରୁ, ଇଂଲିଶରେ ଟିଚର। ଟିଚର କଣ କହିବେ? ଟିଚର ହଉଛନ୍ତି ଜଣେ ବ୍ୟବସ୍ଥାଦାତା। ଟିଚର କେବେ ମଧ୍ୟ ମୁକ୍ତ କରୁନାହାନ୍ତି। ସ୍କୁଲକୁ ଯେତେବେଳେ ପିଲାମାନେ ଯାଉଛନ୍ତି, ଟିଚର କଣ ଦେବା କାମ କରୁଛନ୍ତି? ସଦାବେଳେ କୋଶ୍ଚିନ୍ ଦଉଛନ୍ତି। ଏଁ? ସେଥିପାଇଁ ଏଇଟା ମାର୍କ, ଏଇଟା ଆନ୍ସର ଲେଖ, ତାପରେ ଆଣ ବୋଲି। ସେଥିପାଇଁ ଟିଚରର କାମ ହଉଛି ସେମିତି। ତ ଇଏ ଟିଚରକୁ ଯୀଶୁଙ୍କୁ ଯଦି ଗୁରୁ ବୋଲି ମନେ କରୁଛି, ତ ଇଏ କି ଯୀଶୁଙ୍କୁ କେବେ ମଧ୍ୟ କେବେ ଗ୍ରହଣ କରିନାହିଁ ସେ ବ୍ୟବସ୍ଥା ଶାସ୍ତ୍ରଜ୍ଞ। ଇଏ ନିଜକୁ ଇଏ ଯୀଶୁଙ୍କୁ କଣ କହୁଛି? ଯୀଶୁ ଗୁରୁ ବୋଲି କହୁଛି। ସତରେ ଯୀଶୁ ଗୁରୁ ନାହାନ୍ତି। ଯୀଶୁଙ୍କ ପାଖରେ ଅନନ୍ତ ଜୀବନ ପ୍ରକୃତିରେ ଅଛି। ଇଏ ଯଦି ଜାଣିଥାନ୍ତା ଯୀଶୁ ଅଛନ୍ତି ଅନନ୍ତ ଜୀବନର ଅଧିକାରୀ, ଯୀଶୁଙ୍କ ପାଖରେ ଅନନ୍ତ ଜୀବନ ଅଛି, ତେବେ ସେ କଣ ଭାବିଥାନ୍ତା ଜାଣିଛନ୍ତି? ସେ କଣ ଜାଣିଥାନ୍ତା? ମତେ ଯୀଶୁଙ୍କ ଆଡକୁ ଫେରିବାର ଅଛି। ଉଁ? ଯାହା ପାଖରେ ଅନନ୍ତ ଜୀବନ ଅଛି ତାଙ୍କୁ ପଚାରିବାଟା ଗୋଟେ ମୂର୍ଖାମିର ବିଷୟ ବୋଲି ସେ ମନେ କରିଥାନ୍ତା। କିନ୍ତୁ ସିଏ କେବେ ମଧ୍ୟ ସେ ପ୍ରକାର ମନେ କରୁନାହିଁ। କିନ୍ତୁ ସେ କଣ କହୁଛି? ମୁଁ କଣ କରିବି ବୋଲି ପଚାରୁଛି। ସେଥିପାଇଁ ବେଳେ ବେଳେ ଆମ ପାଖରେ ଏ ପ୍ରକାର ଚିନ୍ତା ଆସୁଛି। ଚର୍ଚ୍ଚ ମତେ ଭୁଲରେ ବାଛିଲା, ଚର୍ଚ୍ଚ ମତେ ଭୁଲରେ କିଛି ଗୋଟେ ବିଷୟ କହିଲା, ମୁଁ କଣ କରିପାରିବି ବୋଲି ପଚାରୁଛି। ତ ମୁଁ ଜାଗାରେ ଯେତେବେଳେ ଛିଡା ହେବା ସେଇଟା ସମସ୍ୟା। ଏ ମୁଁକୁ ଯେତେବେଳେ ଆମେ କାଢିବା, ଆମେ ଯେତେବେଳେ ଯୀଶୁଙ୍କୁ ଆମ ହୃଦୟରେ ସ୍ଥାପନ କରିବା ହେଲେ ଯୀଶୁ ସବୁ କରିବା ପାଇଁ ସକ୍ଷମ। ଏ ମୁଁ ହଉଛି ଗୋଟେ ବିଷୟ। ମୁଁ ଯୋଉ ଜାଗାରେ ଆରମ୍ଭ ହେଲା ମାନେ ସେଇଟା ଶୈତାନ ସେଇଟା। ଆଜି ମୁଁର ଦୁନିଆ କୋଉ ଜାଗାରେ ଆରମ୍ଭ ହେଲା ଜାଣିଛନ୍ତି? ଆଦି ପୁସ୍ତକ 3 ପର୍ବରେ ମୁଁର ଦୁନିଆ ଷ୍ଟାର୍ଟ ହେଲା। ଆଁ? ତାପରେ ଦୁନିଆକୁ ଆମେ ଦେଖିବାକୁ ହେଲେ 2 ପର୍ବ 1 ପର୍ବ ସେଥିରେ ମୁଁର ଦୁନିଆ ନାହିଁ ଆଜ୍ଞା। କିନ୍ତୁ ମୁଁର ଦୁନିଆ 3 ପର୍ବର ଷ୍ଟାର୍ଟ ହେଲା। କିନ୍ତୁ ଏ ମୁଁର ଦୁନିଆ ଆମ ଜୀବନରେ ମରିଯିବା ଦରକାର। ଏ ମୁଁର ଦୁନିଆ ଆମ ଜୀବନରେ ସରିଯିବା ଦରକାର। ମୁଁର ଦୁନିଆରେ ସେ କରିବେ, ସେ ସକ୍ଷମ ବୋଲି ପ୍ରକୃତିରେ ଆମ ହୃଦୟରେ ସ୍ଥାପନ ହେବା ଦରକାର। ସେମାନେ ଯୀଶୁ ଖ୍ରୀଷ୍ଟ ପ୍ରକୃତିରେ କରିପାରିବେ। ସେଥିପାଇଁ 18 ପଦ ଦେଖନ୍ତୁ 2 ପର୍ବର, ଏଫିସିୟ ପୁସ୍ତକ 2 ପର୍ବର 18 ପଦ। କାରଣ ତାହାଙ୍କ ଦେଇ ଆମେ ଉଭୟ ଏକ ଆତ୍ମାଙ୍କ ଦ୍ଵାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଅଛୁ। ତ ଏଇ ଜାଗାରେ କାରଣ ତାହାଙ୍କ ଦ୍ଵାରା ଲେଖା ହେଇଛି। ତାହାଙ୍କ ଦ୍ଵାରା ମାନେ କଣ? ଇଏ ହଉଛନ୍ତି ଯୀଶୁ। ଯୀଶୁଙ୍କ ଦ୍ଵାରା ଆମେ କୁଆଡେ ଯିବା ପାଇଁ ପଥ ପାଇଛୁ ଲେଖା ହେଇଛି? ତାହାଙ୍କ ନିକଟକୁ ଲେଖା ହେଇଛି। କାରଣ ତାହାଙ୍କ ଦେଇ ଆମେ ଉଭୟ ଏକ ଆତ୍ମାଙ୍କ ଦ୍ଵାରା ପିତାଙ୍କ ନିକଟକୁ ଯିବା ପାଇଁ ପଥ ପାଇଛୁ। ମାନେ ଆମେ ଯୀଶୁଙ୍କ ଦ୍ଵାରା ଈଶ୍ୱରଙ୍କ ନିକଟକୁ ଯିବା ପାଇଁ ରାସ୍ତା ପ୍ରଭୃତିରେ ପାଇଛୁ। ପିତା ମାନେ ଈଶ୍ୱର, ତାହାଙ୍କ ଦ୍ଵାରା ମାନେ ସେଟା ହଉଛି ଯୀଶୁଙ୍କ ଦ୍ଵାରା। ତା ମାନେ ଏବେ ଆମେ ଯୋଉ ଦୁନିଆରେ ବଞ୍ଚୁଛୁ ସେ ଦୁନିଆ ହଉଛି କର୍ମର ଦୁନିଆ ନାହିଁ, କିନ୍ତୁ ସେ ଦୁନିଆ ହଉଛି ଅନୁଗ୍ରହର ଦୁନିଆ। ଅନୁଗ୍ରହର ଦୁନିଆରେ ମନୁଷ୍ୟ ନିଜେ କିଛି କରିବା ଆବଶ୍ୟକ ନାହିଁ। ଅନୁଗ୍ରହର ଦୁନିଆ ହଉଛି ଗୋଟେ ଦୁନିଆ ଯୋଉ ଜାଗାରେ ମନୁଷ୍ୟର କର୍ମ ହିଁ ପ୍ରକୃତରେ ନାହିଁ। ସେଥିପାଇଁ ଆମେ ସଣ୍ଡେ ସ୍କୁଲରେ ଟିଚର ହେଇକି ପ୍ରଚାର କରିବୁ ସେମିତି ନାହିଁ। କିନ୍ତୁ ଆମ ଭିତରେ ଯୀଶୁ ପ୍ରଚାର କଲେ ସବୁ ହବ। ମୋ ଭିତରେ ଯୀଶୁ କାମ କଲେ ସବୁ ହେଇପାର। ସେଥିପାଇଁ ଆପଣ କେମିତି ଗ୍ରହଣ କରିବେ ସେମିତି ପ୍ରକୃତିରେ ପରମେଶ୍ୱର ଆପଣଙ୍କ ଲାଇଫରେ କାମ କରିବ। ସେଥିପାଇଁ ଗୋଟେ ଆଉ ଗୋଟେ ପୁସ୍ତକ କାଢନ୍ତୁ, ଗାଲାତିଆ ପୁସ୍ତକ। ଗାଲାତିଆ ପୁସ୍ତକ 2 ପର୍ବ କାଢନ୍ତୁ। ଗାଲାତିଆ ପୁସ୍ତକ 2 ପର୍ବର 18 ପଦ। କାରଣ ମୁଁ ଯାହା ଯାହା ଭାଙ୍ଗି ଅଛି ସେଇ ସବୁ ଯଦି ଆଉ ଥରେ ନିର୍ମାଣ କରେ ତେବେ ମୁଁ ନିଜେ ଅପରାଧୀ ବୋଲି ପ୍ରମାଣ କରୁଅଛି। ତ ପରମେଶ୍ୱର ଆମକୁ କଣ କହୁଛନ୍ତି? ତମେ କରିପାରିବ, ତମ ଦ୍ୱାରା ହବ। କିନ୍ତୁ ଆମେ କଣ କହୁଛୁ? ନାଇଁ। ମାନେ ଆମେ ଯୀଶୁ କହିବା ବାକ୍ୟକୁ ଆମେ ବିଶ୍ୱାସ କରୁନି। ମାନେ ଆମେ କଣ କରୁଛୁ? ଭାଙ୍ଗିଥିବାଟାକୁ ଆଉ ଥରେ ଯୋଡୁଛୁ ଆମେ। ହଁ କି ନାଇଁ? ଭଙ୍ଗା ଯାଇଥିବାଟା ଆଉ ଥରେ ଯୋଡୁଛୁ। ତ ସେଥିପାଇଁ ଲେଖା ହେଲା, କାରଣ ମୁଁ ଯାହା ଯାହା ଭାଙ୍ଗି ଅଛି ସେ ସବୁ ଯଦି ଆଉ ଥରେ ନିର୍ମାଣ କରେ ତେବେ ମୁଁ ନିଜକୁ ଅପରାଧୀ ବୋଲି ପ୍ରମାଣ କରୁଅଛି। ଯୀଶୁ କଣ ଅପରାଧ କି? ଯୀଶୁ କଣ ପାପୀ କି? ଯୀଶୁ କଣ ଧାର୍ମିକ କି? ନାଇଁ। ଯୀଶୁ ହଉଛନ୍ତି ଧାର୍ମିକ।
ସେଥିପାଇଁ ପରମେଶ୍ୱର କହିବା ପାଇଁ ଚାହୁଁଛନ୍ତି ମୁଁ ଯାହା ଭାଙ୍ଗିଛି ଭାଙ୍ଗିଛି, ଦ୍ୱିତୀୟରେ ଆଉ ଥରେ ନିର୍ମାଣ କରିବି ନାହିଁ କହୁଛି। ସେଥିପାଇଁ 20 ପଦରେ ଲେଖା ହେଇଛି, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି, ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି, ତାହା ବିଶ୍ୱାସରେ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହାଙ୍କଠାରେ ବିଶ୍ୱାସ କରି ଯାପନ କରୁଅଛି। ପାଉଲ କେମିତି ଲାଇଫ ବଞ୍ଚୁଥିଲେ? ଏଁ? ତାହାଙ୍କଠାରେ ବିଶ୍ୱାସ କରିକି ପାଉଲ ଗୋଟେ ବିଷୟକୁ ଜାଣିଲେ, ମୁଁ ଖ୍ରୀଷ୍ଟଙ୍କ ସହିତ ହତ ହେଇଛି, ମୁଁ ଆଉ ଜୀବିତ ନାହିଁ, ମୋ ଭିତରେ ଖ୍ରୀଷ୍ଟ ଜୀବିତ ଅଛନ୍ତି। ଭାଇଭ ନା ନାହିଁ, ଆପଣମାନଙ୍କ ଭିତରେ କିଏ ଜୀବିତ ଅଛନ୍ତି? ଖ୍ରୀଷ୍ଟ ନା ଆପଣ? ଯଦି ଆପଣ ଜୀବିତ ଅଛନ୍ତି ତେବେ କଷ୍ଟ ହବ, କିନ୍ତୁ ଆପଣଙ୍କ ଭିତରେ ଯଦି ଯୀଶୁ ଖ୍ରୀଷ୍ଟ ଜୀବିତ ଅଛନ୍ତି, ସେ ପରିତ୍ରାଣ ପାଇବାଟା ବେଶୀ ସହଜ।